ମୁଁ ସ୍ମିତା ଆପଣମାନଙ୍କୁ ସ୍ୱାଗତ କରୁଛି ଲର୍ନ ଇନ୍ ପାଇପଲାଇନ୍ ଚ୍ୟାନେଲକୁ। ଏହି ଚ୍ୟାନେଲରେ ଆମେ ମହାପୁରୁଷଙ୍କ ଜୀବନୀ ବିଷୟରେ ଜାଣନ୍ତି, ତା ସହିତ ଟିକେ ଆଗକୁ ବଢ଼ିବା ଆଉ ଜାଣିବା ଓଡ଼ିଶାର ଇତିହାସ। ପ୍ରତ୍ୟେକ ଭିଡ଼ିଓରେ ଆମେ ଏକ ପ୍ରଶ୍ନ ଆଣିବା, ସେହି ପ୍ରଶ୍ନର ଉତ୍ତର ଖୋଜିବା ଆଉ ତା ସହିତ ଜାଣିବା ଆମେ ଓଡ଼ିଶାର ଇତିହାସ, କିନ୍ତୁ ମାତ୍ର 5 ଧାଡ଼ିରେ। ଆଉ ଯଦି ଅଧିକା ଜାଣିବାର ଅଛି କମେଣ୍ଟ କରିବ, ତାକୁ ଆମେ ନେଇକି ଆସିବା। ତାହେଲେ ଯିବା ଜାଣିବା ଆଜିର ଭିଡ଼ିଓରେ କ'ଣ ରହିଛି। ସିପାହୀ ବିଦ୍ରୋହ କାହିଁକି ଆରମ୍ଭ ହେଲା? ତାର କାରଣ ଗୁଡ଼ିକ ହେଉଛି ଭାରତୀୟ ସୈନିକ ସିପାହୀଙ୍କୁ ଗାଈ ଏବଂ ଘୁଷୁରୀ ଚର୍ବିରେ ଘିସି ହୋଇଥିବା ରାଇଫଲ କାର୍ଟ୍ରିଜ ବ୍ୟବହାର କରିବାକୁ ବାଧ୍ୟ କରାଯାଉଥିଲା, ଯାହା ହିନ୍ଦୁ ଏବଂ ମୁସଲମାନ ଧାର୍ମିକ ଭାବନାକୁ ଆଘାତ ଦେଉଥିଲା। ବ୍ୟବହାର କରିବା ପୂର୍ବରୁ ସେମାନଙ୍କୁ ମୁହଁରେ କାମୁଡ଼ିବାକୁ ପଡୁଥିଲା। ଇଂରେଜମାନେ ଭାରତୀୟ ସିପାହୀମାନଙ୍କୁ ଅସମ୍ମାନ ଏବଂ ଭେଦଭାବ ସହିତ ବ୍ୟବହାର କରୁଥିଲେ। ସେମାନଙ୍କୁ ବ୍ରିଟିଶ ସୈନିକଙ୍କ ତୁଳନାରେ କମ୍ ଦରମା ଦେଉଥିଲେ ଏବଂ ଖରାପ ବ୍ୟବହାର କରୁଥିଲେ। ବ୍ରିଟିଶ ଇଷ୍ଟ ଇଣ୍ଡିଆ କମ୍ପାନୀ ଲ୍ୟାପସର ତତ୍ତ୍ୱ ବ୍ୟବହାର କରି ଅନେକ ଭାରତୀୟ ରାଜ୍ୟକୁ ଅକ୍ତିଆର କରିଥିଲା, ଯାହା ଭାରତୀୟ ଶାସକ ଏବଂ ନାଗରିକଙ୍କୁ କ୍ରୋଧିତ କରିଥିଲା। ଭାରୀ କର, ସ୍ଥାନୀୟ ଶିଳ୍ପର ବିନାଶ ଏବଂ ଭୂମି ନୀତି ଭାରତୀୟ କୃଷକ ଏବଂ କାରିଗରମାନଙ୍କୁ ଦାରିଦ୍ର୍ୟ ଏବଂ ବେକାରୀର ଶିକାର କରିଥିଲା। ବ୍ରିଟିଶମାନେ ଭାରତୀୟ ପରମ୍ପରା, ପ୍ରଥା ଏବଂ ଧର୍ମକୁ ପରିବର୍ତ୍ତନ କରିବାକୁ ଚେଷ୍ଟା କରିଥିଲେ, ଯାହା ଭୟ ସୃଷ୍ଟି କରିଥିଲା ଯେ ସେମାନେ ଭାରତୀୟ ସମାଜକୁ ନଷ୍ଟ କରିବାକୁ ଚାହୁଁଛନ୍ତି। ଭିଡ଼ିଓଟି କେମିତି ଲାଗିଲା ମୋତେ କମେଣ୍ଟ କରିକି ଜଣେଇବ। ଯଦି ଭଲ ଲାଗିଲା ଟିକେ ଲାଇକ୍ କରିଦେବ, ଭିଡ଼ିଓକୁ ସେୟାର କର, ଚ୍ୟାନେଲକୁ ସବସ୍କ୍ରାଇବ କରି ବେଲ୍ ଆଇକନ୍ ପ୍ରେସ୍ କରି ଅଲ୍ ନୋଟିଫିକେସନକୁ ଅନ୍ ରଖିଥାଅ। ତାହେଲେ ରହୁଛି, ଦେଖା ହବା ଆଗାମୀ ଭିଡ଼ିଓରେ। ନମସ୍କାର।